ସପ୍ତାହକୁ ଥରେ ଗାଁରେ ହାଟ ହୁଏ। ଚାରିଆଡ଼ୁ ଲୋକ ଆସନ୍ତି ପରିବା ପାଇଁ। 3 ଜଣ ବୃଦ୍ଧ ଲୋକ ପରିବା ପାଇଁ ଆସିଥିଲେ। ଚାଲି ଚାଲି ଥକି ପଡ଼ିଲେ। 3 ଜଣ ଯାକ ବୃଦ୍ଧ ଲୋକ ଗାଁ ମନ୍ଦିର ବେଢ଼ାରେ ପ୍ରଥମ ଲୋକଟି ଯାଇ ବସିଲେ। ତାଙ୍କୁ ଦେଖି ଦ୍ୱିତୀୟ ବୃଦ୍ଧ ଲୋକଟି ଯାଇ ବସିଲେ। ତୃତୀୟ ବୃଦ୍ଧ ଲୋକଟି ଆସିକି ତାଙ୍କରି ପାଖରେ ବସିଲେ। 3 ଜଣଙ୍କର କଥାବାର୍ତ୍ତା ଚାଲିଲା। ପ୍ରଥମ ବୃଦ୍ଧ ଲୋକଟି କହିଲେ, ମୋ ପୁଅ ବହୁତ ପାଠ ପଢ଼ିଛି। ଆରପଟ ଗାଁରେ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଛି। ଦ୍ୱିତୀୟ ବୃଦ୍ଧ ଲୋକଟି କହିଲେ, ମୋ ପୁଅ ବି କେତେ ପାଠ ପଢ଼ିଛି। ଆମ ଗାଁର ସରକାରୀ ଡାକ୍ତରଖାନାରେ ଡାକ୍ତର ଅଛି। ତୃତୀୟ ବୃଦ୍ଧ ଲୋକଟି କହିଲେ, ମୋ ପୁଅ ବେଶୀ ପାଠ ପଢ଼ିନି। ଘରେ ରୁହେ, ଘର କାମ କରେ, ରାତି ଦିନ ଆମରି ବାପା ମା ସେବା କରେ। ସେତିକି ବେଳେ ପ୍ରଥମ ବୃଦ୍ଧ ଲୋକଟିର ପୁଅ ଆସିଲା। ରାଗିକି ବୃଦ୍ଧ ଲୋକଟିକୁ କହୁଛି, ବାପା, ତୁମେ ଏତେ ସମୟ ହେଲାଣି ଆସିଛ ଯେ ଆସିଛ। ହାଟରୁ ପରିବା ନେଇକି ଗଲେ, ରୋଷେଇ ହେଲେ ଖାଇକି ମୋ ସ୍କୁଲ ଯିବି। ହେଲେ ତୁମେ ଆରାମରେ ବସିକି ଏଠାରେ ଗପ କରୁଛ। ନାଇଁ ପୁଅ, ଗୋଡ଼ ଦିଟା ଥକି ଯାଇଛି। କ'ଣ ହେଇଗଲା, ସେଥିପାଇଁ ଏଇଠି ଟିକେ ବସିଗଲି। ଦ୍ୱିତୀୟ ବୃଦ୍ଧ ଲୋକଟିର ପୁଅ ଆସିଲା। ସେ ବି ରାଗିକି କହିଲା, ବାପା, ତୁମର ସମୟ ଜ୍ଞାନ କ'ଣ ଅଛି କି ନାହିଁ? ପରିବା ପାଇଁ ଆସିଛ ନା ଖଟି କରିବା ପାଇଁ ଆସିଛ? ଘରେ କେତେ କାମ ଅଛି। କାମ କରିବା ପାଇଁ ପଡ଼ିବ ବୋଲି ପରିବା ବାହାନା କରିକି ଆସିକି ଏଠି ଖଟି କରୁଛ। ନାରେ ପୁଅ, ଦେହଟା ଭଲ ଲାଗିଲାନି, ଟିକେ ବସି ପଡ଼ିଲି। ହଉ, ଶୀଘ୍ର ଘରକୁ ଆସ। ତୃତୀୟ ବୃଦ୍ଧ ଲୋକଟିର ପୁଅ ଆସିଲା। ବୃଦ୍ଧ ବାପାଙ୍କ ସହିତ ବସିଥିବା 2 ଜଣ ବୃଦ୍ଧଙ୍କୁ ପ୍ରଣାମ କରିଲା। ତାହାପରେ ବୃଦ୍ଧ ବାପାଙ୍କୁ କହିଲା, ବାପା, ତୁମକୁ ପରିବା ପାଇଁ କିଏ କହିଲା? ଏମିତିରେ ତୁମର ଦେହ ଭଲ ନାହିଁ। ଏତେ ବାଟ ଚାଲିକି ଆସୁଥିଲ କାହିଁକି? ନାରେ ପୁଅ, ଘରେ ବସି ବସି ଭଲ ଲାଗିଲାନି ତ, ସେଥିପାଇଁ ପରିବା ନେବାର ହେବ, ଟିକେ ବୁଲାବୁଲି କରିବାର ହେବ। ଠିକ୍ ଅଛି ବାପା, ଆସ, ମୁଁ ତୁମକୁ ଗାଡ଼ିରେ ନେଇଯିବି। ଏଥିରେ କ'ଣ ଶିଖିଲେ? ପିଲାମାନଙ୍କୁ ବହୁତ ପାଠ ପଢ଼େଇ ଦେଲେ କି ବଡ଼ ଚାକିରି କରିଦେଲେ ହେବନି। ତା ସହିତ ଗୁରୁଜନମାନଙ୍କୁ ସମ୍ମାନ ଦେବା, ପିତାମାତାମାନଙ୍କୁ ଭକ୍ତି କରିବା, ଏସବୁ ଶିକ୍ଷା ଦେବା ନିହାତି ଆବଶ୍ୟକ।